ନମସ୍କାର ସାଙ୍ଗମାନେ। ଆଜିକା ଦୁନିଆରେ କୌଣସି ମଣିଷ ସଚ୍ଚୋଟ ହୋଇନଥାନ୍ତି। ସବୁ ମଣିଷଙ୍କ ମଧ୍ୟରେ ଦୁର୍ବଳତା ନିହାତି ଥାଏ। କୁହାଯାଏ କି ସଚ୍ଚୋଟ ପ୍ରେମ ଭାଗ୍ୟବାନଙ୍କୁ ମିଳିଥାଏ। ସବୁ ଝିଅଙ୍କର ଏହି ଇଚ୍ଛା ଥାଏ କି ତାଙ୍କୁ ତାଙ୍କର ଏମିତି ଏକ ଜୀବନସାଥୀ ମିଳୁ ଯେ ସବୁବେଳେ ଭଲ ପାଉଥିବ ଏବଂ ତା ଭାବନାକୁ ବୁଝିପାରୁଥିବ। କିନ୍ତୁ ଆଜିକା ଦୁନିଆରେ ଭଲ ପୁଅ ଖୋଜିବା କମ୍ କଷ୍ଟ ନୁହେଁ ମଧ୍ୟ। ତେଣୁ ଆଜି ଏଠାରେ ଆମେ ଆପଣଙ୍କ ଚିନ୍ତାକୁ କିଛି ମାତ୍ରାରେ ଦୂର କରିବାକୁ ଚେଷ୍ଟା କରିବୁ। ଆଜି ଏଠାରେ ଏମିତି କିଛି ରାଶି ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କ ଜୀବନସାଥୀକୁ ବହୁତ ଖୁସିରେ ରଖିଥାନ୍ତି। ତୁଳା ରାଶି। ତୁଳା ରାଶିର ପୁଅମାନେ ଭାବନାକୁ ସମ୍ମାନ କରନ୍ତି। ଏମାନେ କେବେ କାହାର ବିଶ୍ୱାସ ଭାଙ୍ଗନ୍ତି ନାହିଁ। ଏମାନେ ନିଜ ଜୀବନସାଥୀର କିଛି ଅଭାବ ହେବାକୁ ଦିଅନ୍ତି ନାହିଁ। ଏମାନେ ନିଜ ଜୀବନସାଥୀକୁ ବହୁତ ଖୁସିରେ ରଖିଥାନ୍ତି। ଖାଲି କହିବାକୁ ଯାଇ ବିଳମ୍ବ କରନ୍ତି। ବିଛା ରାଶି। ବିଛା ରାଶିର ପୁଅମାନେ ନିଜ ଜୀବନସାଥୀ ପାଇଁ ବହୁତ ଯତ୍ନଶୀଳ ଥାନ୍ତି। ଏମାନେ ନିଜ ଜୀବନସାଥୀର ସବୁ କଥା ଶୁଣିଥାନ୍ତି ଏବଂ ଚେଷ୍ଟା କରନ୍ତି ସବୁ ଅସୁବିଧାକୁ ଦୂର କରିବା ପାଇଁ। ଥରେ ବିବାହ ସରିବା ପରେ ନିଜ ଜୀବନସାଥୀ ପାଇଁ ନିଷ୍ଠାବାନ ହୋଇଯାଆନ୍ତି ଏବଂ ଜୀବନ ସାରା ତାଙ୍କ ସହିତ ରହିଥାନ୍ତି। ଧନୁରାଶି। ଧନୁରାଶିରେ ଥିବା ବ୍ୟକ୍ତିମାନଙ୍କର ବିବାହ ପରେ ବି ଭଲ ପାଇବାରେ କୌଣସି ପରିବର୍ତ୍ତନ ଆସିନଥାଏ। ଏମାନେ ନିଜ ଜୀବନସାଥୀକୁ ସେତିକି ଭଲ ପାଇଥାନ୍ତି ଯେତିକି ବିବାହ ସମୟରେ ଥାଏ। ଏ ରାଶିର ପୁଅମାନେ ବହୁତ ଭଲ ହୋଇଥାନ୍ତି। ଏମାନେ ନିଷ୍ଠାବାନ ହୋଇଥାନ୍ତି। ଏମାନଙ୍କୁ ଲୋକଙ୍କର ବାହାର ଭାବ ଠାରୁ ଭିତର ଭାବନା ଅଧିକ ଆକର୍ଷିତ କରିଥାଏ। ସିଂହ ରାଶି। ସିଂହ ରାଶିର ଲୋକମାନଙ୍କର କହିବା ଶୈଳୀ ଅନ୍ୟ ବ୍ୟକ୍ତିଙ୍କ ଠାରୁ ଅଲଗା ହୋଇଥାଏ। ଏମାନେ ନିଜ କଥାବାର୍ତ୍ତା ଦ୍ୱାରା କାହାକୁ ବି ଆକର୍ଷିତ କରିପାରନ୍ତି। ଏମାନଙ୍କ ନିଜ ପତ୍ନୀଙ୍କୁ ଉପହାର ଦେବାକୁ ପସନ୍ଦ କରିଥାନ୍ତି ଏବଂ ନିଜ ପତ୍ନୀଙ୍କୁ କାହାଠାରୁ ମଧ୍ୟ କମ୍ ଚାହାନ୍ତି ନାହିଁ। କର୍କଟ ରାଶି। କର୍କଟ ରାଶିର ଲୋକମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏହି ରାଶିର ପୁଅ ସବୁ କ୍ଷେତ୍ରରେ ଭଲ ହୋଇଥାନ୍ତି। ଏହି ରାଶିର ପୁଅଙ୍କ ସବୁ ଝିଅ ପସନ୍ଦ କରିଥାନ୍ତି ଏବଂ ସେମାନେ ସବୁବେଳେ ଏମିତି ପୁଅଙ୍କୁ ନିଜ ଜୀବନସାଥୀ ରୂପେ ଦେଖିବାକୁ ଚାହାନ୍ତି। ଏହି ରାଶିର ବ୍ୟକ୍ତି ବହୁତ ରୋମାଣ୍ଟିକ ହୋଇଥାନ୍ତି ଏବଂ ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି। ଏମାନେ ନିଜ ବାପା ମାଆଙ୍କୁ ମଧ୍ୟ ଦୁଃଖୀ ପାରନ୍ତି ନାହିଁ। ଆଶା କରିବି ଭିଡ଼ିଓଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଏମିତି ରୋମାଣ୍ଟିକ ଏବଂ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସହ ଯୋଡ଼ି ହୁଅନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ ଏବଂ ନୋଟିଫିକେସନ ବେଲକୁ ଦବାଇକି ଅଲ୍ ସିଲେକ୍ଟ କରିଦିଅନ୍ତୁ ଏମିତି ଭିଡ଼ିଓ ସର୍ବପ୍ରଥମେ ଦେଖିବା ପାଇଁ।